ଆଜିର କାଲାଂଶକୁ ତୁମମାନଙ୍କୁ ସ୍ୱାଗତ। ଆସ ଆଜିର କାଲାଂଶରେ ଆମେ ଅଷ୍ଟମ ଶ୍ରେଣୀ ପରିମିତି, ସମକୋଣୀ, ସମଦ୍ୱିବାହୁ ତ୍ରିଭୁଜର ବାହୁମାନଙ୍କର ସମ୍ପର୍କ ବିଷୟରେ ଆଲୋଚନା କରିବା। ଆମେ ସମକୋଣୀ ତ୍ରିଭୁଜର ବାହୁମାନଙ୍କର ସମ୍ବନ୍ଧ ବିଷୟରେ ଜାଣିଥିଲେ, ପିଥାଗୋରାସ ଉପପାଦ୍ୟ ଜାଣିଥିଲେ। ଆଜିର କାଲାଂଶରେ ଆସ ଆମେ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜର ବାହୁମାନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ଜାଣିବା। ସମକୋଣୀ ସମଦ୍ୱିବାହୁ ତ୍ରିଭୁଜ। ପ୍ରଥମେ ସମକୋଣୀ ତ୍ରିଭୁଜ ଆମେ ଜାଣିଛେ, ଯେଉଁ ତ୍ରିଭୁଜର ଗୋଟିଏ କୋଣର ପରିମାଣ ସମକୋଣ ବା 90 ଡିଗ୍ରୀ ତାକୁ ସମକୋଣୀ ତ୍ରିଭୁଜ କୁହାଯାଏ। ସମକୋଣୀ ଗଲା। ଏବେ ସମଦ୍ୱିବାହୁ ତ୍ରିଭୁଜ। ସମଦ୍ୱିବାହୁ ଯେଉଁ ତ୍ରିଭୁଜର ଦୁଇଟି ବାହୁର ଦୈର୍ଘ୍ୟ ସମାନ। ସମକୋଣୀ ତ୍ରିଭୁଜରେ ଆମେ ଜାଣିଛେ କର୍ଣ୍ଣର ଦୈର୍ଘ୍ୟ ବୃହତ୍ତର, ତାହା ଅନ୍ୟ ଦୁଇ ବାହୁ ସହିତ ସମାନ ହେବ ନାହିଁ। ତେଣୁ ଲମ୍ବର ଦୈର୍ଘ୍ୟ ଆଉ ଭୂମିର ଦୈର୍ଘ୍ୟ ସମାନ। ଯେଉଁ ସମକୋଣୀ ତ୍ରିଭୁଜର ଲମ୍ବ ଆଉ ଭୂମିର ଦୈର୍ଘ୍ୟ ସମାନ ହୋଇଥାଏ ତାକୁ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜ କୁହାଯାଏ। ମନେକର ଲମ୍ବ ଆଉ ଭୂମି ଉଭୟର ଏଠାରେ ABC ତ୍ରିଭୁଜରେ AB ଆଉ BC ଉଭୟର ଦୈର୍ଘ୍ୟ ମନେକର A ଏକକ ହେଲା। ହେଲେ ଆମେ ପୂର୍ବରୁ ପିଥାଗୋରାସ ଉପପାଦ୍ୟ ପଢ଼ିଥିଲା। ପିଥାଗୋରାସ ଉପପାଦ୍ୟରୁ ଆମେ ଜାଣିଥିଲା ଯେ କର୍ଣ୍ଣର ବର୍ଗ ସମାନ ଲମ୍ବର ବର୍ଗ ପ୍ଲସ୍ ଭୂମିର ବର୍ଗ ସହିତ ସମାନ ଥିଲା। ଅର୍ଥାତ୍ h ର ସ୍କୋୟାର ଇଜ୍ ଇକ୍ୱାଲ୍ ଟୁ p ସ୍କୋୟାର ପ୍ଲସ୍ b ସ୍କୋୟାର ଥିଲା। ଏଠାରେ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜ କ୍ଷେତ୍ରରେ ଆମେ ଜାଣିଛେ ଯେ ଲମ୍ବ ଆଉ ଭୂମି ସମାନ, ଉଭୟକୁ a ନେଇଛି। ଏଠାରେ a ର ମାନ ଯଦି p ମାନେ ଲମ୍ବ ଜାଗାରେ a ର ସ୍କୋୟାର, ଭୂମି ବି a ଅଛି, a ର ସ୍କୋୟାର ନେବା, a ସ୍କୋୟାର ପ୍ଲସ୍ a ସ୍କୋୟାର 2a ସ୍କୋୟାର ହେବ। ଅର୍ଥାତ୍ h ର ସ୍କୋୟାର ସମାନ କେତେ ହେଲା 2a ସ୍କୋୟାର। h ଇଜ୍ ଇକ୍ୱାଲ୍ ଟୁ କେତେ 2a ସ୍କୋୟାର ର ବର୍ଗମୂଳ। ଏଠାରେ ବର୍ଗ ଥିଲା, ବର୍ଗମୂଳ ହେବ। 2 ର ବର୍ଗମୂଳ କେତେ? 2 ର ବର୍ଗମୂଳ √2 ରହିବ। a ସ୍କୋୟାର ର ବର୍ଗମୂଳ କେତେ? a √2a। ଅର୍ଥାତ୍ କର୍ଣ୍ଣ h ର ଦୈର୍ଘ୍ୟ √2a। ଅର୍ଥାତ୍ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜର କର୍ଣ୍ଣ h, ଏଠାରେ କର୍ଣ୍ଣ h √2 ଇଣ୍ଟୁ a, √2 ଇଣ୍ଟୁ a। ଏ କ'ଣ ହେଲା? ତା ବାହୁର ଦୈର୍ଘ୍ୟ, କର୍ଣ୍ଣ ଇଣ୍ଟୁ ବାହୁର ଦୈର୍ଘ୍ୟ ହେଲା √2। ଏଟା a ହେଲେ a ହେବ √2a। ପୁଣି ଯଦି ତାର କର୍ଣ୍ଣ ଦେଇଥିବ, କର୍ଣ୍ଣ ଇଜ୍ ଇକ୍ୱାଲ୍ ଟୁ √2 ଇଣ୍ଟୁ ବାହୁ ହେଲେ ବାହୁର ଦୈର୍ଘ୍ୟ କେତେ ହେବ? ଏ ପାର୍ଶ୍ୱରେ ରହିଲା ବାହୁର ଦୈର୍ଘ୍ୟ √2 ଏ ପାର୍ଶ୍ୱରେ ଆସିଲେ କେତେ? ଏରେ ଗୁଣନ ଥିଲା, ଏ ପାର୍ଶ୍ୱରେ ହେଲେ ହରଣ ହେବ। ଅର୍ଥାତ୍ କର୍ଣ୍ଣ ବାଇ √2 ହେବ। କର୍ଣ୍ଣ √2 ଇଣ୍ଟୁ ବାହୁର ଦୈର୍ଘ୍ୟ କର୍ଣ୍ଣ ବାଇ √2 ହେବ। ପ୍ରଶ୍ନ ଅଛି, ଏକ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜର ପ୍ରତ୍ୟେକ ସମାନ ବାହୁର ଦୈର୍ଘ୍ୟ 8 ସେଣ୍ଟିମିଟର ହେଲେ କର୍ଣ୍ଣର ଦୈର୍ଘ୍ୟ କେତେ? ଆମେ ଜାଣିଛୁ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜର କର୍ଣ୍ଣର ଦୈର୍ଘ୍ୟ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜର କର୍ଣ୍ଣର ଦୈର୍ଘ୍ୟ √2 ଇଣ୍ଟୁ ବାହୁର ଦୈର୍ଘ୍ୟ ପ୍ରତ୍ୟେକ ସମାନ ବାହୁର ଦୈର୍ଘ୍ୟ ଏଠାରେ ଦେଇଛି 8 ସେଣ୍ଟିମିଟର। √2 ଇଣ୍ଟୁ ବାହୁର ଦୈର୍ଘ୍ୟ, ବାହୁ ହେଲା 8, √2 ଇଣ୍ଟୁ 8 କେତେ ହେବ? 8 ସେଣ୍ଟିମିଟର ଥିଲା, 8 √2 ସେଣ୍ଟିମିଟର ହେବ। ସେହିପରି କର୍ଣ୍ଣ ଦେଇଥିବ, ଏକ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜର କର୍ଣ୍ଣର ଦୈର୍ଘ୍ୟ ଥିବ। ଏଠାରେ କର୍ଣ୍ଣର ଦୈର୍ଘ୍ୟ ଦତ୍ତ ଅଛି 20 ସେଣ୍ଟିମିଟର ହେଲେ ପ୍ରତ୍ୟେକ ସମାନ ବାହୁର ଦୈର୍ଘ୍ୟ। ଆମେ ଜାଣିଛୁ ପ୍ରତ୍ୟେକ ସମାନ ବାହୁର ଦୈର୍ଘ୍ୟ, ସମକୋଣୀ ସମଦ୍ୱିବାହୁ ତ୍ରିଭୁଜର ପ୍ରତ୍ୟେକ ସମାନ ବାହୁର ଦୈର୍ଘ୍ୟ କେତେ? କର୍ଣ୍ଣ ବାଇ √2। କର୍ଣ୍ଣ କେତେ ଅଛି? 20 ସେଣ୍ଟିମିଟର। 20 ବାଇ √2। ଏଠାରେ 20 ବାଇ √2, ହରରେ √2 ରଖାଯାଏ ନାହିଁ। ତେଣୁ ହରରେ ଆମେ √2 ଥିଲା, √2 ଗଣିବା। ହରରେ √2 ଗଣିଲା ଅର୍ଥାତ୍ ଲବରେ ମଧ୍ୟ √2 ଗଣନା କରିବା। √2 ଇଣ୍ଟୁ √2 କେତେ? √2 ଇଣ୍ଟୁ √2 କେତେ? 20 ଇଣ୍ଟୁ √2 କେତେ? 20 √2, 2 1 2, 2 10 20, 10 √2 ସେଣ୍ଟିମିଟର ହେବ। ଏବେ
समकोणी समद्विबाहु त्रिभुजर परिसीमा विषय जानिबा। आमे पूर्वरु आलोचना करिथिला समकोणी समद्विबाहु त्रिभुजर प्रत्येक समान बाहुर दैर्घ्य a हेले कर्णर दैर्घ्य केते हेइथे √2a। परिसीमा माने एठारे त्रिभुज ए बी सी र परिसीमा समकोणी समद्विबाहु त्रिभुजर परिसीमा ए बी सी रो ए बी बाहु प्लस बी सी बाहु प्लस ए सी बाहु ए बी आ बी सी प्रत्येक समान बाहु ए आ ए प्लस ए सी रो दैर्घ्य ए सी कर्णर दैर्घ्य केते √2a अर्थात a प्लस a 2a प्लस √2a हेबो। एठारे 2a प्लस √2a कॉमन आमे √2 नहीं परिबा √2a कॉमन नहीं परिबा √2 इंटू a कॉमन गले एठारे केते रहिबो √2 कारण √2 इंटू √2 2 हेबो a कॉमन जाइछि एठारे √2a कॉमन गला प्लस 1 रहिला अर्थात समकोणी समद्विबाहु त्रिभुजर परिसीमा केते हैला √2 इंटू समान बाहुर दैर्घ्य √2 इंटू समान बाहुर दैर्घ्य इंटू √2 प्लस 1 एकक समकोणी समद्विबाहु त्रिभुजर परिसीमा। आस आमे अनुशीलनी 5b नंबर 9 प्रश्नर समाधान करिबा। प्रश्न रे अछि एक समकोणी समद्विबाहु त्रिभुजर परिसीमा 8 इंटू √2 प्लस 1 मीटर हेले यार प्रत्येक समान बाहुर दैर्घ्य केते। आमे पूर्वरु सूत्र जानिछे समकोणी समद्विबाहु त्रिभुजर परिसीमा केते √2 इंटू समान बाहु इंटू √2 प्लस 1 एठारे √2 समान बाहु प्रत्येक समान बाहु इंटू √2 प्लस 1 इज इक्वल टू दे देछि केते अछि 8 इंटू √2 प्लस 1 मीटर। एठारे हमर समान बाहुर दैर्घ्य निर्णय करिवार अछि समान बाहुर दैर्घ्य समान बाहु को ए पार्श्व रखिबा अपर पार्श्व अछि 8 इंटू √2 प्लस 1 √2 को ए पार्श्व अछि गुणन अछि से पार्श्व को नले कोन हेबो हरण √2 प्लस 1 गुणन अछि अपर पार्श्व गले हेबो एठा गुण थिला अपर पार्श्व गलो √2 प्लस 1 हला एठा √2 प्लस 1 कटिला केते हला 8 बाय √2 हर रे √2 रखा जाय नहीं तेणु आमे हर रे √2 रखा जाय नहीं तेणु हर रे √2 गुणन करिबा लव रे मध्य √2 गुणन करिबा √2 इंटू √2 केते 2 8 इंटू √2 केते 8 √2 एठारे 2 आ 8 कटे 2 1 2 2 4 8 अर्थात 4 √2 मीटर अर्थात प्रत्येक समान बाहुर दैर्घ्य केते 4 √2 मीटर हेबो।